ଆପଣଙ୍କର କରିଛି। 19 ଜୁନ 1964 ମସିହାର ଏକ ଅମୃତ ଲଗ୍ନରେ ପିତା ସ୍ୱର୍ଗତ ନବଘନ ସ୍ୱାଇଁ ଓ ମାତା ସ୍ୱର୍ଗତା ଝୁମାମଣି ସ୍ୱାଇଁଙ୍କ ଗୋଳବନ୍ଦନ କରିଥିଲେ। ଆପଣ କଟକ ଜିଲ୍ଲାର ବୟାସପୁର ଅନ୍ତର୍ଗତ ଧୁଳେଶ୍ୱର ଗ୍ରାମର କମନୀୟ ମାଟିରେ ଧୁଳେଶ୍ୱର ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇ ରେଣୁକା ଉଚ୍ଚ ବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁର, ସେକ୍ରେଟାରୀ ଟ୍ରେନିଂ ସ୍କୁଲ ଚିତ୍ରକୋଣ୍ଡା, ମାଲକାନଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ ଆପଣଙ୍କର ଶୈକ୍ଷିକ ଜୀବନ। ସେହିପରି ଚାକିରି ଜୀବନ କୋରାପୁଟ ଜିଲ୍ଲାର କରଣଗୁଡ଼ା ୟୁଜିଏବି ସ୍କୁଲରୁ ଆରମ୍ଭ ହୋଇ କଟକ ଜିଲ୍ଲାର ବଗଳପଡ଼ା ୟୁଜିଏବି, ଉତ୍ତର ବାଳାଶ୍ରମ ନୂଆପଡ଼ା କଟକଠାରେ ଗାଁ ଲୋକମାନଙ୍କୁ ଆପଣ ମାନେ ସବୁ ଏକାଠି ରୁହନ୍ତୁ। ପୁଣି କିଛି ଦିନ ଚାଲିଗଲା, ଆଉ ଗୋଟେ ଜାଗାରେ ରହିଲେ, ରାତ୍ରି ଯାପନ କଲେ। ସେ ଗାଁରେ ସେ ଲୋକମାନେ ବାବାଙ୍କୁ ସେମାନଙ୍କୁ ଭଲ ବ୍ୟବହାର ଦେଖାଇଲେ। ରାତ୍ରି ପାଇଲା, ସକାଳ ହେଲା, ଯେତେବେଳେ ଗାଁରୁ ବିଦାୟ ନେଇଗଲେ, ଲୋକମାନଙ୍କୁ ନେଇଗଲେ, ତୁମେ ଚାରିଆଡ଼େ ରହିକି ଗୋଟେ ଜାଗାରେ ରୁହ ନାହିଁ, ଭିନ୍ନ ଭିନ୍ନ ଜାଗାରେ ବାସ କର। ଆଶ୍ଚର୍ଯ୍ୟ ହେଇଗଲା, ବାବା ବୁଝିପାରୁନି ଏ ଗାଁରେ ଲୋକମାନେ ଆପଣ ଖରାପ ବ୍ୟବହାର ଦେଖେଇଲେ, ଆପଣ କହିଲେ ଗୋଟିଏ ଜାଗାରେ ରୁହ, ଅଲଗା ଜାଗାରେ ରୁହ ନାହିଁ। କିନ୍ତୁ ଏଠି ଆପଣ ଭଲ ବ୍ୟବହାର ଦେଖେଇଲେ, ଆପଣ କହୁଛନ୍ତି ବିଭିନ୍ନ ଜାଗାରେ ରହିକି ବାଣ୍ଟିକି ରୁହ। ପାଗଳା ବୁଝିପାରୁନୁ, ସେ ଖରାପ ଲୋକମାନେ ଯଦି ବିଭିନ୍ନ ଆଡ଼େ ରହିବେ ସେ ଖରାପ କାମ କରିବେ। ତେଣୁ ତାଙ୍କୁ କହିଲେ ତୁମେ ଗୋଟିଏ ଜାଗାରେ ରୁହ। ଏଠି ଯୋଉ ଲୋକମାନେ ଅଛନ୍ତି ସବୁ ଭଲ ଲୋକ, ଭଲ ଲୋକ ଯଦି ଗୋଟିଏ ଜାଗାରେ ରହିବ, ତାହେଲେ ସେଇ ଲୋକମାନେ ଖାଲି ଭଲ କଥା ଶିଖିବେ, ଅନ୍ୟ ଲୋକମାନେ ଭଲ କଥା କେମିତି ଶିଖିବେ? ତେଣୁ ଏଇ ଲୋକମାନେ ବିଭିନ୍ନ ଜାଗାରେ ରହିଲେ ଭଲ ଭଲ କଥା ଶିଖିବେ। ତେଣୁ ପ୍ରଭୁଙ୍କ ଦୟାରୁ ପ୍ରଭୁ ଦେଖୁ ଯାଇ ଯୋଉ କୋରାପୁଟ ଚାକିରି କ୍ଷେତ୍ରରେ ସେଗୁଡ଼ା କୋରାପୁଟ ସେଇଠି ରହିଯାଇଛନ୍ତି, ଆମେ ଭଲ କଥା ଶିଖି ପାରିନଥାନ୍ତା। ସେଇଥିପାଇଁ ଜଣେ ଭଲ ଲୋକ ବୋଲି ଆମ ପାଖକୁ ଆସିଛନ୍ତି, ଆମ ଗଣରେ ସମୟ କଟାଉଛନ୍ତି।